ଦ୍ୱିତୀୟ ଟି20 ତିଲକ ବର୍ମା ଇଂଲଣ୍ଡଠାରୁ ମ୍ୟାଚ୍ ଛଡ଼ାଇ ନେଇ ଇଣ୍ଡିଆ ଟିମ୍କୁ କ୍ରମାଗତ ଦ୍ୱିତୀୟ ବିଜୟ ପ୍ରଦାନ କରିଛନ୍ତି। ଭାରତ ବନାମ ଇଂଲଣ୍ଡ ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଆଦୌ କାମ କରିପାରିନଥିଲା ଏବଂ କେବଳ ତିଲକ ବର୍ମା ଏକ ଚମତ୍କାର ଇନିଂସ ଖେଳି ଦଳକୁ ମ୍ୟାଚ୍ରେ ରଖିଥିଲେ। ନିମ୍ନ କ୍ରମରେ ୱାଶିଂଟନ୍ ସୁନ୍ଦର ଏବଂ ତିଲକ ବର୍ମାଙ୍କଠାରୁ ତିଲକଙ୍କୁ ଭଲ ସମର୍ଥନ କରିବାକୁ ପଡ଼ିଥିଲା। କୋଚ୍ ଗୌତମ ଗମ୍ଭୀରଙ୍କ ଡୁ ଅର୍ ଡାଏ ଶୈଳୀରେ ଖେଳକୁ ପରିଚାଳିତ କରିବାର ଲକ୍ଷ୍ୟ କରାଯାଇଥିଲା ଏବଂ ଏହା ସତ୍ୟତମ ଉଦାହରଣ ଚେନ୍ନାଇରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ଯୁବ ବ୍ୟାଟ୍ସମ୍ୟାନ୍ ତିଲକ ବର୍ମା ଏକାକୀ ଇଂଲଣ୍ଡଠାରୁ ବିଜୟ ଛଡ଼ାଇ ନେଇଥିଲେ। ଟି20 ସିରିଜ୍ର ଏହି ତୃତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ତିଲକ ବର୍ମାଙ୍କ ଜବରଦସ୍ତ ଇନିଂସ ଆଧାରରେ ଏକ ରୋମାଞ୍ଚକର ମ୍ୟାଚ୍ରେ ଇଂଲଣ୍ଡକୁ 2 ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 165 ରନ୍ ସଂଗ୍ରହ କରିଥିଲା, ଯାହା ଟିମ୍ ଇଣ୍ଡିଆ 20 ଓଭରରେ ତିଲକ ବର୍ମାଙ୍କ ଯୁଦ୍ଧ ଇନିଂସ ଆଧାରରେ 72 ରନ୍ ହାସଲ କରିଥିଲା। ମଙ୍ଗଳବାର ଦିନ କୋଲକାତା ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ହୋଇଥିବା ଏକପକ୍ଷୀୟ ମ୍ୟାଚ୍ ତୁଳନାରେ ଚେନ୍ନାଇର ଚେପାକ୍ ଷ୍ଟାଡିୟମର ଏକ ତୀବ୍ର ପ୍ରତିଯୋଗିତା ହୋଇଥିଲା। ପ୍ରଥମେ ବୋଲିଂ କରିବା ସମୟରେ ଭାରତୀୟ ସ୍ପିନରମାନେ ଇଂରାଜୀ ବ୍ୟାଟ୍ସମ୍ୟାନଙ୍କୁ ନିୟନ୍ତ୍ରଣରେ ରଖିଥିଲା ବେଳେ ଇଂଲଣ୍ଡ ସେମାନଙ୍କ ଗତି ଆକ୍ରମଣ ସହିତ ଟିମ୍ ଇଣ୍ଡିଆକୁ ବ୍ୟାକ୍ଫୁଟରେ ଠେଲି ଦେଇଥିଲେ ଏବଂ ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍ ନେଇଥିଲା। କିନ୍ତୁ ତିଲକ ବର୍ମା 72 ନଟ୍ଆଉଟ୍ ରହି ଏବଂ ତାଙ୍କ ସହାୟକ ନମ୍ବର 10 ବ୍ୟାଟ୍ସମ୍ୟାନ୍ ରବି ବିଷ୍ଣୋଇ 9 ରନ୍ କରି ହାର ମାନିନଥିଲେ ଏବଂ 14 ବଲରେ 20 ରନ୍ର ଅପରାଜିତ ଭାଗୀଦାରୀ କରି 166 ରନ୍ ଲକ୍ଷ୍ୟ ହାସଲ କରିଥିଲେ ଏବଂ ଟିମ୍ ଇଣ୍ଡିଆକୁ ମଧ୍ୟ ସିରିଜ୍ ଜିତିବାରେ ସାହାଯ୍ୟ କରିଥିଲେ। ଇଣ୍ଡିଆ 2-0ରେ ସିରିଜ୍ ଅଗ୍ରଣୀରେ ଅଛି। ବେନ୍ ଡକେଟ୍, ହ୍ୟାରି ବ୍ରୁକ୍ ଏବଂ ଲିଆମ୍ ଲିଭିଂଷ୍ଟନ୍ ମଧ୍ୟ କିଛି ବିଶେଷ କରିପାରିନଥିଲେ ଏବଂ ଶସ୍ତା ମୂଲ୍ୟରେ ବିସର୍ଜନ କରାଯାଇଥିଲା। କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ପାଇଁ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ 45 ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଶେଷରେ ଜାମି ସ୍ମିଥ୍ 22 ଏବଂ ବ୍ରେଡେନ୍ କାର୍ସ 31 କିଛି ବଡ଼ ସଟ୍ ମାରିଥିଲେ, ଯେଉଁଥିପାଇଁ ଇଂଲଣ୍ଡ ଏକ ଟାର୍ଗେଟ୍ ରଖିପାରିଥିଲା। ଶେଷ ମ୍ୟାଚ୍ରେ ଯେଉଁମାନେ ସଞ୍ଜୁ ସାମସନ୍ ଏବଂ ଅଭିଷେକ ଶର୍ମା ଟିମ୍ ଇଣ୍ଡିଆକୁ ଦ୍ରୁତ ଆରମ୍ଭ କରିଥିଲେ, ଏଥର ଉଭୟଙ୍କୁ ଶସ୍ତା ବହିଷ୍କାର କରାଯାଇଥିଲା। ଅଭିଷେକ ପ୍ରଥମ ଓଭରରେ ଜୋଫ୍ରା ଆର୍ଚରଙ୍କ ବଲ୍ରେ ଚୌକା ମାରିଥିଲେ ସତ, କିନ୍ତୁ ଏତେ ଭଲ ଡାକ୍ ଖେଳିପାରିନଥିଲେ, ଯାହାଫଳରେ କି ତାଙ୍କୁ ପ୍ୟାଭିଲିୟନ୍ ଫେରିବାକୁ ପଡ଼ିଥିଲା। ସଞ୍ଜୁ ସାମସନ୍ ମଧ୍ୟ ପରବର୍ତ୍ତୀ ଓଭରରେ ପ୍ରବେଶ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୁଣି ବିଫଳ ହୋଇ 6ଠ ଓଭରରେ ଆଉଟ୍ ହୋଇଥିଲେ। ଦଳକୁ ଧ୍ରୁବ ଜୁରେଲ ପ୍ରତ୍ୟାବର୍ତ୍ତନ ମଧ୍ୟ ବିଫଳ ହୋଇଥିଲା ବେଳେ ଦଳ 78 ରନ୍ରେ ପହଞ୍ଚିବା ମାତ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆଉଟ୍ ହୋଇଯାଇଥିଲେ। ତିଲକ ବର୍ମା କମାଣ୍ଡ ନେଇଥିଲେ ଏବଂ ପ୍ରଥମେ ୱାଶିଂଟନ୍ ସୁନ୍ଦରଙ୍କ ସହ ଭଲ ଭାଗିଦାରୀ କରିଥିଲେ। ଦୁହେଁ 38 ରନ୍ ଶୀଘ୍ର ସହଭାଗୀ କରିଥିଲେ, କିନ୍ତୁ ସୁନ୍ଦରଙ୍କ ବହିଷ୍କାର ପରେ ଅକ୍ଷର ପଟେଲ ଏବଂ ଅର୍ଷଦୀପ ମଧ୍ୟ ବଞ୍ଚିପାରିନଥିଲେ। ଏହି ସମୟରେ ତିଲକ ମଧ୍ୟ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ଦଳ ଗତ 3 ଓଭରରେ 20 ରନ୍ ଆବଶ୍ୟକ କରୁଥିଲା ଏବଂ କେବଳ 2 ୱିକେଟ୍ ବାକି ଥିଲା, କିନ୍ତୁ ବିଷ୍ଣୋଇ 2ଟି ଶକ୍ତିଶାଳୀ ଚୌକା ମାରିବା ସହ ତିଲକଙ୍କ କାର୍ଯ୍ୟକୁ ସହଜ କରିଥିଲେ ଏବଂ ଦଳକୁ ବିଜୟ ଆଡ଼କୁ ନେଇଥିଲେ।